ସ୍ୱର୍ଗଦ୍ୱାରରେ ପଡ଼ିଛି ଶହ ଶହ କଟା ମୁଣ୍ଡ। ଏମିତି ଭୟଙ୍କର ଘଟଣା ଘଟିଛି ପୁରୀ ସ୍ୱର୍ଗଦ୍ୱାରରେ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ମହାପ୍ରଭୁଙ୍କୁ ଭକ୍ତି କରନ୍ତି, କାଳିଆ ସାଆନ୍ତକୁ ଆରାଧ୍ୟ ବୋଲି ମାନନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ ନୂଆସାହି ଗାଁରେ ରହନ୍ତି ରଘୁନାଥ ବାରିକ। ରଘୁବାବୁ ପେଶାରେ ହେଉଛନ୍ତି ଜଣେ ବାରିକ। ଗାଁ ଗାଁ ବୋଲି ବୃଦ୍ଧ ବ୍ୟକ୍ତିମାନଙ୍କର ଚୁଟି କାଟନ୍ତି। ଆଉ ଗାଁ ଲୋକମାନେ ବର୍ଷ ଶେଷରେ ଯେଉଁ ବରତନ ଗଣ୍ଡାକ ଦିଅନ୍ତି, ସେଇଥିରେ ରଘୁବାବୁଙ୍କ ଛୋଟିଆ ପରିବାରଟି ଖୁସିରେ ଚଳିଯାଏ। ରଘୁବାବୁଙ୍କର ପରିବାର କହିଲେ ବୁଢ଼ା ବାପା, ଆଉ ତାଙ୍କ ସ୍ତ୍ରୀ, ଆଉ ତାଙ୍କର ଗୋଟେ କୁନି ଝିଅଟିଏ। ଝିଅର ନାଁ ବର୍ଷା। ଝିଅକୁ ପରିବାରର ସମସ୍ତେ ଭାରି ଭଲ ପାଆନ୍ତି। ଜେଜେଙ୍କ ଜୀବନ କହିଲେ ବି ବର୍ଷା କମ୍ ହେବନି, କାରଣ ବାପା ମା ବହୁ ଦିଅଁ ଦେବତା କରି ଝିଅକୁ ପାଇଛନ୍ତି। ତେଣୁ ଝିଅକୁ ସେଇ ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ମାନି ଆସିଛନ୍ତି। ଝିଅ ବର୍ଷା ବି ଭାରି ଈଶ୍ୱର ପ୍ରେମୀ। ସେ ଛୋଟ ପିଲା ହେଲେ କ'ଣ ହେଲା, ତାର ଭାରି ବୁଦ୍ଧି। ସବୁଦିନ ସକାଳୁ ଉଠି ପ୍ରଥମେ କାଳିଆର ମୁହଁ ଦର୍ଶନ କରି ଗୁରୁଜନମାନଙ୍କର ପାଦ ଛୁଇଁ ଆଶୀର୍ବାଦ ନିଏ। ସେଥିପାଇଁ ଗାଁରେ ତାକୁ ଭାରି ଭଲ ପାଆନ୍ତି। ଏମିତି ରଘୁବାବୁଙ୍କର ଛୋଟିଆ ପରିବାରଟି ବେଶ ହସ ଖୁସିରେ ଚାଲୁଥାଏ। କିନ୍ତୁ ଏହି ହସ ଖୁସିରେ ଦିନେ କଳା ଅନ୍ଧାର ମାଡ଼ି ଆସିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଗୋଟେ ଦିନ ସନ୍ଧ୍ୟାବେଳେ ଜେଜେ ବଜାରକୁ ବାହାରୁଥିଲେ। ନାତୁଣୀ ଜିଦି କଲା, ଜେଜେ ଜେଜେ, ମୁଁ ଆଜି ତମ ସହ ବଜାର ଯିବି। ଏମିତି ଜିଦି କରି ବହୁତ କାନ୍ଦିଲା। ଜେଜେ ବି ତା କଥାକୁ କାଟି ନ ପାରି ତାକୁ ସାଙ୍ଗରେ ନେଇ ଜେଜେ ଆଉ ନାତୁଣୀ ବାହାରି ପଡ଼ିଲେ ବଜାରକୁ। କିନ୍ତୁ ସେଦିନ ବଜାର ଯିବା କାଳ ସାଜିବ ବୋଲି ଜେଜେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଜେଜେ ନାତୁଣୀକୁ ସାଇକେଲରେ ବସାଇ ରଙ୍ଗ ରୋଡ଼ରେ ଯାଉଛନ୍ତି। ହଠାତ୍ ଆଗରୁ ଗୋଟେ ବାଇକ୍ ଆସୁଥିଲା। ଆଉ ବାଇକ୍ର ଲାଇଟ୍ ଜେଜେଙ୍କ ଆଖିରେ ପଡ଼ିଲା। ଆଉ ଠିକ୍ ସେତିକି ବେଳେ ଜେଜେଙ୍କ ଆଖି ବନ୍ଦ ହୋଇଗଲା। ଆଉ ବାଇକ୍ଟି ଜେଜେ ନାତୁଣୀକୁ ବାଡ଼େଇ ଦେଇ ଚାଲିଗଲା। ବହୁତ ଲୋକ ଆସି ସେଠାରେ ରୁଣ୍ଡ ହୋଇଗଲେ। ଆଉ ଦୁଇ ଜଣକୁ ମେଡ଼ିକାଲକୁ ନେଇଗଲେ। ବାପା ମା ଖବର ପାଇ ଦୌଡ଼ି ଯାଆନ୍ତି ମେଡ଼ିକାଲକୁ। କିନ୍ତୁ ମେଡ଼ିକାଲରେ ପହଞ୍ଚିଲା ବେଳକୁ ବହୁତ ଡେରି ହୋଇଯାଇଥିଲା। ଝିଅ ବର୍ଷା ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ବାପା ମା ଆଖିର ଲୁହକୁ ଓଠରେ ପିଇ କାନ୍ଦି କାନ୍ଦି ଝିଅକୁ ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଆସିଲେ। ବର୍ଷାର ମା ଝିଅକୁ କୋଳରେ ଜାବୁଡ଼ି ଧରି ସେଇ କାଳିଆକୁ କହନ୍ତି, ହେ କାଳିଆ ଠାକୁର, କେମିତିକା ଠାକୁର ତୁରେ, କାହିଁକି ମୋର ତୁ ଏତେ ବଡ଼ ଗୋଟେ ସର୍ବନାଶ କରିଦେଲୁ ରେ ଜଗା। ମୁଁ ତୋର କ'ଣ କ୍ଷତି କରିଥିଲି ରେ? କାହିଁକି ଏ ଦୁଃଖିନୀ ମାର ପଣତକୁ ତୁ ଖାଲି କରିଦେଲୁ ରେ? ଠିକ୍ ଅଛି ଜଗା, ତୁ ମୋ ଜୀବନକୁ ଯଦି ମୋ ଠାରୁ ଛଡ଼େଇ ନେଇ ଯାଇଛୁ, ତାହେଲେ ମୁଁ ଆଉ କାହିଁକି ବଚିବି ରେ? ମୁଁ ବି ଆଜି ତୋର ଏଇ ସ୍ୱର୍ଗଦ୍ୱାରରେ ଜିଅନ୍ତା ପୋଡ଼ା ହୋଇଯିବି। ଏମିତି କହି ମା ବହୁତ କାନ୍ଦିଲେ। ବାପା ରଘୁ ବି ଧୈର୍ଯ୍ୟହରା ହୋଇପଡ଼ିଲେ। ଠିକ୍ ସେତିକି ବେଳେ ଯାହା ଘଟି ଯାଇଥିଲା ନା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ଝିଅ ବର୍ଷା ଜେଜେଙ୍କ ସହିତ ସ୍ୱର୍ଗଦ୍ୱାରକୁ ଆସି ମାଙ୍କୁ ହଠାତ୍ ବୋଉ ବୋଲି ଡାକିଦେଲା। ଆଉ ମା ପଛକୁ ବୁଲି ଚାହାନ୍ତି ତ ଝିଅ ବର୍ଷା ତାଙ୍କ ପାଖରେ ଛିଡ଼ା ହେଇଛି। ଆଉ ବର୍ଷାକୁ ଦେଖି ବାପା ମା ଆଶ୍ଚର୍ଯ୍ୟଚକିତ ହୋଇଯାଆନ୍ତି। ଆଉ ସେତିକି ବେଳେ ଜେଜେ କହନ୍ତି, ତମେ ଯୋଉ ଛୁଆକୁ ଆଣି ଆସିଛ ସେ ଆମ ଛୁଆ ନୁହେଁ, ସେ ଆଉ କାହାର ଝିଅ। ଆମ ବର୍ଷାର ବିଶେଷ କିଛି କ୍ଷତି ହୋଇନଥିଲା, ସେ ପୁରାପୁରି ଠିକ ଅଛି। ବର୍ଷାକୁ ପାଇ ବାପା ମାଙ୍କ ଖୁସି କହିଲେ ନ ସରେ। ସତରେ କାଳିଆ ସାଆନ୍ତ, ତୁମ ଲୀଳା ତୁମକୁ ହିଁ ଜଣା। ଧନ୍ୟରେ ତୁ ଲୀଳାମୟ, ଧନ୍ୟ ତୋର ଲୀଳା। ରଘୁବାବୁଙ୍କର ମହାପ୍ରଭୁଙ୍କୁ ନେଇ ଛୋଟିଆ ଅନୁଭୂତିଟିଏ। ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।